ନେମାଳ ଥାନା ପୁଲିସକୁ ବଡ଼ ସଫଳତା 12 ଘଣ୍ଟା ନ ପୂରୁଣୁ ଧରା ପଡ଼ିଲା ସ୍ତ୍ରୀ ହନ୍ତା ସ୍ୱାମୀ। ଗତ 5 ତାରିଖ ବିଳମ୍ବିତ ରାତିରେ ନେମାଳ ଥାନା ସଦେବପୁର ଗାଁର ଶୈଳେନ୍ଦ୍ର ମଲ୍ଲିକ ନିଜ ପତ୍ନୀଙ୍କୁ ଟାଙ୍ଗିଆ ଚୋଟରେ ଆକ୍ରମଣ କରି ହତ୍ୟା କରିଥିଲା। ଏହି ଘଟଣାକୁ ନେଇ ରୋଜାଲିନ୍ଙ୍କ ପରିବାର ଲୋକେ ନେମାଳ ଥାନାରେ 6 ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କଟକ ଏସ୍ପିଙ୍କ ନିର୍ଦ୍ଦେଶରେ ସାଲେପୁର ଏସ୍ଡିପିଓଙ୍କ ଅଧ୍ୟକ୍ଷତାରେ ନେମାଳ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍ ଦୀର୍ଘ 5 ଘଣ୍ଟାରୁ ଊର୍ଦ୍ଧ୍ୱ ତନାଘନା କରିବା ପରେ କେନ୍ଦ୍ରାପଡ଼ା ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଥିଲେ। ଆଜି ଗିରଫ ପତ୍ନୀହନ୍ତା ସ୍ୱାମୀ ଶୈଳେନ୍ଦ୍ରକୁ ନେମାଳ ପୁଲିସ ଥାନା କେସ୍ ନମ୍ବର 210/2026 କେସ୍ ରୁଜୁ କରି ଧାରା 85/103(1) BNS 35 ଆଧାରରେ କୋର୍ଟ ଚାଲାଣ କରିଛି। ନେମାଳ ପୁଲିସର ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀମାନେ ଭୂୟସୀ ପ୍ରଶଂସା କରିଛନ୍ତି। କଟକ ନିଶ୍ଚିତ କୋଇଲିରୁ ପବିତ୍ର ଓଝାଙ୍କ ରିପୋର୍ଟ, ନ୍ୟୁଜ୍ 18+।